ଥରେ ଜଣେ ବିଦ୍ୱାନ ବ୍ୟକ୍ତି ତାଙ୍କର ସମସ୍ତ ଶିକ୍ଷା ସମାପ୍ତ କରି ଘରକୁ ଆସିଲେ ଏବଂ ଯେତେବେଳେ ସେ ବିବାହ କଲେ ତାଙ୍କ ସ୍ତ୍ରୀ ତାଙ୍କୁ ଏକ ପ୍ରଶ୍ନ ପଚାରିଲେ ଯେ ପାପର ବାପା କିଏ ମୋତେ କୁହନ୍ତୁ। ଏହା ଶୁଣି ସ୍ୱାମୀ ଅର୍ଥାତ୍ ବିଦ୍ୱାନ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ ମୁଁ ଜାଣେ ପାପ କ'ଣ, ମୁଁ ମୋର ସମସ୍ତ ପାଠପଢ଼ାରେ ପାପ ବିଷୟରେ ପଢ଼ିଛି, କିନ୍ତୁ ପାପର ବାପା କିଏ ତାହା ମୁଁ ଜାଣିନାହିଁ। ପାପର ବାପାଙ୍କୁ ଜାଣିବା ପାଇଁ ବିଦ୍ୱାନ ବ୍ୟକ୍ତି ତାଙ୍କ ଗୁରୁଜୀଙ୍କୁ ଭେଟିବାକୁ ଗଲେ। ଚାଲି ଚାଲି ସେ ଜଣେ ବେଶ୍ୟାଙ୍କ ଘର ପାଖରେ ପହଞ୍ଚିଲେ। ସେହି ବେଶ୍ୟା କେବଳ କହିଲା ଜୟ ଶ୍ରୀରାମ, ଆପଣ କୁଆଡ଼େ ଯାଉଛନ୍ତି? ବିଦ୍ୱାନ ବ୍ୟକ୍ତି ଜଣକ ଉତ୍ତର ଦେଲେ ଯେ ମୁଁ ଏକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମୋ ଗୁରୁଙ୍କ ପାଖକୁ ଯାଉଛି। ବେଶ୍ୟା ପଚାରିଲା ପ୍ରଶ୍ନ କ'ଣ? ବିଦ୍ୱାନ ବ୍ୟକ୍ତି କହିଲେ ମୋର ପ୍ରଶ୍ନ ହେଉଛି ପାପର ବାପା କିଏ? ଏହା ଶୁଣି ବେଶ୍ୟା କହିଲା ମୁଁ ତୁମକୁ ଏହି ପ୍ରଶ୍ନର ଉତ୍ତର କହିପାରିବି। ବିଦ୍ୱାନ ବ୍ୟକ୍ତି ଜଣକ ଭାବିଲେ ଯେ ଏହା ତ ଆହୁରି ଭଲ କଥା, ଯଦି ମୁଁ ଏଠାରେ ଜାଣିବାକୁ ପାଇବି ତେବେ ମୋତେ ଏତେ ଦୂରକୁ ଯିବାକୁ ପଡ଼ିବନି। ତେବେ ତୁମେ ମୋତେ କୁହ ପାପର ବାପା କିଏ? ବେଶ୍ୟା କହିଲା ମୁଁ ତୁମକୁ କହିବି, କିନ୍ତୁ ପ୍ରଥମେ ତୁମକୁ ମୋ ଘରେ ଖାଇବାକୁ ପଡ଼ିବ। ଏହା ଶୁଣି ପଣ୍ଡିତ ଜଣକ କହିଲେ ନା ନା ଥାଉ, ମୁଁ ମୋ ଗୁରୁଙ୍କୁ ଯାଇ ପଚାରିବି। ତାପରେ ବେଶ୍ୟା ସେହି ବ୍ୟକ୍ତିଙ୍କୁ 100 ଟଙ୍କାର ନୋଟ୍ ଦେଲା ଏବଂ ସେହି ବିଦ୍ୱାନ ବ୍ୟକ୍ତିଙ୍କ ମନରେ ଲୋଭ ଜନ୍ମିଲା, ଆଉ ସେ ତାଙ୍କ ଘରେ ଖାଦ୍ୟ ଖାଇବାକୁ ରାଜି ହୋଇଗଲେ। ତାପରେ ଯେତେବେଳେ ବେଶ୍ୟା ଖାଦ୍ୟ ଆଣିଲା ସେ କହିଲା ଯଦି ତୁମର କିଛି ଆପତ୍ତି ନାହିଁ ତେବେ ମୁଁ କ'ଣ ତୁମକୁ ମୋ ହାତରେ ଖୁଆଇ ପାରିବି? ଯେତେବେଳେ ବିଦ୍ୱାନ ବ୍ୟକ୍ତି ପୁଣି ଥରେ ବିରୋଧ କଲେ ସେ ବେଶ୍ୟା ପୁଣି ଥରେ ତାଙ୍କୁ 100 ଟଙ୍କାର ନୋଟ୍ ଦେଲେ। ଏବେ ସେ ବ୍ୟକ୍ତି ତାଙ୍କ ହାତରୁ ଖାଇବାକୁ ରାଜି ହୋଇଗଲେ। ଯେତେବେଳେ ବେଶ୍ୟା ଜଣକ ବିଦ୍ୱାନଙ୍କ ମୁହଁ ଆଡ଼କୁ ଖାଦ୍ୟ ଗଣ୍ଡେ ଦେଲେ ଏବଂ ସେ ତାଙ୍କ ମୁହଁ ଖୋଲିବା ମାତ୍ରେ ବେଶ୍ୟା ଜଣକ ତାଙ୍କ ଗାଲରେ ଏକ ଜୋରରେ ଚାପୁଡ଼ା ମାରି କହିଲେ ଯେ ଏହା ହେଉଛି ପାପର ବାପା ଏବଂ କହିଲେ ଯେ ଲୋଭ ଯୋଗୁଁ ତୁମେ ତୁମର ସୀମା ଭୁଲିଗଲ, କିନ୍ତୁ ମୁଁ ମୋର ସୀମାକୁ ଭଲ ଭାବେ ଜାଣେ। ଯେତେବେଳେ କୌଣସି ସମ୍ମାନଜନକ କିମ୍ବା ଶ୍ରେଷ୍ଠ ବ୍ୟକ୍ତି ଲୋଭ ହେତୁ କୌଣସି ନୀଚ ବ୍ୟକ୍ତି ସହିତ ସମ୍ପର୍କ ରଖେ ତାହା ହେଉଛି ପାପ ଏବଂ ଲୋଭ ସମସ୍ତ ପାପର ବାପା। ଲୋଭ ସମସ୍ତ ପାପର କାରଣ, ତେଣୁ ଆମକୁ ଲୋଭରୁ ଦୂରେଇ ରହିବା ଉଚିତ। ସାଙ୍ଗମାନେ ଯଦି ଗପଟି ଭଲ ଲାଗିଥାଏ ପ୍ଲିଜ୍ ମୋତେ କମେଣ୍ଟସରେ ନିଶ୍ଚୟ ଜଣାଇବେ। ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।